এইটা হଉଛି ଲୋକାଲ ସାଇଡ୍ ସିନ୍ ଥିଲା ଆମର। ଯଦି ପାରୁଛନ୍ତି ଆସିଲା ପରେ ଗୋଟେ ଦିନ ରେଷ୍ଟ ନିଅନ୍ତୁ, ତାପରେ ବେଟର ହବ ଆପଣଙ୍କ ପାଇଁ। ଫ୍ଲାଇଟ୍ରେ ଆସନ୍ତୁ, ଟ୍ରେନ୍ରେ ଆସନ୍ତୁ, କମ୍ଫର୍ଟ ଲାଗିବ ଆପଣଙ୍କୁ। ଏଇଟା ହଉଛି ଡାଲ ଲେକ୍ ଯୋଉଟା କୁହନ୍ତି, ଡଲଝିଲ କହନ୍ତି। କିନ୍ତୁ ମୁଁ ଭାବିଥିଲି କଣ ଗୋଟେ ଏମିତି ନାମକୁ ମାତ୍ର ହେଇଥିବ, କିନ୍ତୁ ଆସିକି ସତରେ ଦେଖିବେ ବହୁତ ବଢିଆ ଲାଗିବ। ଆମେ ପ୍ଲାନ୍ କରିଥିଲୁ ଏଇଟା ସବୁ ଶିକାର ଥୁଆ ଅଛି, ଶିକାର ରାଇଡ୍ କରିବା ପାଇଁ। ତାଙ୍କ ସବୁ ଗେଟ୍ ଅଲଗା ଅଲଗା ଅଛି, ସବୁ ଗେଟ୍ ନମ୍ବର ଅଛି, ଆପଣ ଆସି କରିବେ। କିନ୍ତୁ ଏଠି ଗାଡି ରଖିବାକୁ ଜାଗା ନଥିଲା ପାର୍କିଂ ପାଇଁ। ମୋର ବହୁତ ଇଚ୍ଛା ଥିଲା ଏଠି ଗାଡି ରଖିକି ଟିକେ ବାହାରେ ବସିକି ଯିବା ପାଇଁ। କିଛି କରନ୍ତୁ ନ କରନ୍ତୁ, ଯଦି ଆସି ଅଧଘଣ୍ଟା ଟିକେ ଘଣ୍ଟା ବସିବେ ନା, ବହୁତ ଶାନ୍ତି ଲାଗିବ। ଆଉ ୟାର ଏତେ ଫ୍ରେଶ ଏୟାର, ଓଫ୍ କୁହନ୍ତୁନି। ଟିକେ ସକାଳୁ ସକାଳୁ ହଉ ଦିପହରଟା ଟିକେ ତାତି ହବ, କିନ୍ତୁ ଗରମ ଲାଗିବନି ଆପଣଙ୍କୁ। ଆଉ ସକାଳଟା ସନ୍ଧ୍ୟାବେଳଟା ବହୁତ ଥଣ୍ଡା ଲାଗିବ, ଭଲ ବି ଲାଗିବ। ରାସ୍ତା ଦେଖନ୍ତୁ କେତେ ଚକାଚକ, ପରିଷ୍କାର ପରିଚ୍ଛନ୍ନ ବହୁତ। ଏ ରାସ୍ତାରେ ଦେଖନ୍ତୁ ଖାଲି ଯୁଆଡେ ପାଇଁ ଗ୍ରୀନ, ପାହାଡ ଯୁଆଡେ ଦେଖିବେ ଖାଲି ପାହାଡ ଆଉ ଗ୍ରୀନେରୀ। ଏଇଟା ଡଲ ଲେକ୍ ରାସ୍ତାରେ ଆମେ ଯୋଉ ପାର୍କ ଗୁଡା ଅଛି ତାକୁ ଦେଖିବା ପାଇଁ ଯାଇଥିଲୁ। କିନ୍ତୁ କଥା ହଉଛି ଏଠି ଯୋଉ ମୁଗଲ ପାର୍କ ଅଛି, ମାନେ ସବୁ ମୁଗଲଙ୍କ ସମୟରେ ଯୋଉ ଯୋଉ ପାର୍କ ହେଇଥିଲା, 4-5ଟା ପାର୍କ ଅଛି, ତାଙ୍କ ନାଁ ସବୁ ଅଲଗା ଅଲଗା ଅଛି। ଏ ଭିଉ ଦେଖନ୍ତୁ, ମୋବାଇଲରେ ଆପଣ ଯାହା ଦେଖା ହଉଛି, ଏ ନ୍ୟାଚୁରାଲ ଯିବେ ନା, ବହୁତ ଭଲ ଲାଗିବ ଆପଣଙ୍କୁ। ଆଉ ସବୁଠୁ ବେଷ୍ଟ ହଉଛି ଆପଣ ଜଲ୍ଦି ବାହାରି ଯାଆନ୍ତୁ। ଦ୍ୱିପହର ସମୟରେ ଗଲେ କିଛି ମଜା ଆସିବନି, ଗରମ ଲାଗିବନି, କିନ୍ତୁ ହେଲେ ବି ସକାଳଟା ଆପଣଙ୍କୁ ବହୁତ ଭଲ ଲାଗିବ। ଆଉ ଆମ ଏପଟେ ଗଛ ଅପେକ୍ଷା ସେପଟେ କିଛି ଅଲଗା ଟାଇପର ଗଛ ଆପଣଙ୍କୁ ଦେଖିବାକୁ ମିଳିବ। ଦେଖନ୍ତୁ ଦୂରରୁ ପାହାଡ ଅଛି, କ୍ୟାମେରା ତ ଏତେ ଆସୁନି, ବହୁତ ଭଲ ଲାଗିବ ଆପଣଙ୍କୁ। କାଟିକି ସାଇଜ କରିଛି, ଭଲ ଲାଗୁଛି। ଆଉ ଗୋଟେ ଜିନିଷ ହେଲା, ଏଇ ଯୋଉ ସବୁ ପାର୍କ ଅଛି ସବୁ ଟୁରିଷ୍ଟ ମାନଙ୍କ ପାଇଁ କରିଛନ୍ତି, ଯୋଉଟା ଟିକେଟ ପ୍ରାଇସ୍ 50 ଟଙ୍କା ଅଛି। ଆଉ ଲୋକାଲ ପାର୍କ ଗୁଡା ଅଛି, ଆମେ ତାଙ୍କୁ କହିଲୁ, କିନ୍ତୁ ଡ୍ରାଇଭର ଭାଇ ଟିକେ ଇଗ୍ନୋର କଲା ଭଳିଆ ହେଲେ। କାହିଁକି ହେଲେ ମୁଁ ଜାଣିପାରିଲିନି, ଯେହେତୁ ଏଟା ଟୁରିଷ୍ଟ ଏରିଆ, ସେ ପଇସାଟା ବୋଧେ ଗଭର୍ଣ୍ଣମେଣ୍ଟକୁ ଯାଉଛି, ଯୋଉ ଟିକେଟ 50 ଟଙ୍କା, ସେଇଥିପାଇଁ ସେମାନେ ଏଇ ପାର୍କ ନେଇକି ଆସୁଛନ୍ତି। ଲୋକାଲ ଚାହିଁଲେ ଯାଇପାରିବେ, ତାପରେ ଯିବା ପାଇଁ ଆମ ପାଖେ ସମୟ ବି ନଥିଲା, ତେଣୁ ଆସିକି ଆପଣ ଯାଇପାରିବେ। ଆଉ ଯିବା ପୂର୍ବରୁ ପ୍ୟାକେଜ ସହିତ ଆପଣ କଥା ହେଇଯିବେ, ମୁଗଲ ପାର୍କ ସହିତ ଆପଣ ଲୋକାଲ ପାର୍କ ବୁଲିବା ପାଇଁ। ଦେଖନ୍ତୁ ଏଇ ପଛପଟଟା ମତେ ବହୁତ ଭଲ ଲାଗିଲା। ଆଉ ପ୍ରାୟ ପାର୍କ ଦେଖିବ ସବୁ ପ୍ରାୟ ସେମ୍ ପ୍ରକାରର। ଆଉ ଗୋଟେ ରିକ୍ୱେଷ୍ଟ ସମସ୍ତଙ୍କୁ, ଯେ ପାର୍କ ସାମ୍ନାରେ ଯାହା ସବୁ ଦୋକାନ ଅଛି ସେଠୁ କିଛି ଖାଇବେନି, କାହିଁକି ନା ସବୁ ଅଧିକା ପଇସା। ମାର୍କେଟରେ ସେଇ ଜିନିଷ ଯାହା, ଏଠି ଟିକେ ଅଧିକା ପଇସା ଆପଣ ଲାଗିବ। ଏମିତି ନର୍ମାଲି ଆପଣ କାଶ୍ମୀର ଯାହା କିଣିବେ ଟିକେ ଅଧିକା ପଇସା କିଣିବେ, କିନ୍ତୁ ସେଇ ଜାଗାରେ ପର୍ଟିକୁଲାର ସେଇ ପାର୍କ ସାମ୍ନାରେ ଯାହା କିଣିବେ ଟିକେ ଅଧିକା ପଇସା ଲାଗିବ। ଆମର ଏଠି ଯୋଉ କଣ ଏଇଟା, ୱାଟରମେଲନ, ତରଭୁଜ ପିସ୍ ବିକା ହଉଛି 20 ଟଙ୍କା, କିଲୋ ବିକା ହଉଛି 25-30 ଟଙ୍କା, ତାଙ୍କର କିଲୋ ହଉଛି 100 ଟଙ୍କା। କିନ୍ତୁ ସେ ଜାଗାରେ ଖାଇବେ ଟିକେ ଆପଣଙ୍କୁ ଭଲ ଲାଗିବ। ଆଉ ବାହାରକୁ ଯାଇଛନ୍ତି ମାନେ ତ ପଇସା ତ ନିହାତି ଟିକେ ଖର୍ଚ୍ଚ କରିବାକୁ ପଡିବ। ସେମିତି ପୁରା କଞ୍ଜୁସି କଲେ ବୁଲିକି ଯିବାର ଲାଭ କିଛି ନାହିଁ। ଆମେ କିନ୍ତୁ ପୁରା ଭଲସେ ବୁଲିକି ଆସିଲୁ, ସବୁ ଯେତିକି ଯାହା ଆମ ପାଖେ ହେଇପାରିଲା ଆମେ କରିକି ଆସିଲୁ। ଫଟୋ ଫଟୋ ଉଠେଇ ପାରିବେ, ଯଦି ପାରୁଛନ୍ତି ଭଲ ମୋବାଇଲ ଗୋଟେ ନେଇ ଫଟୋ ଉଠେଇବା ପାଇଁ ନେଇକି ଯାଇପାରିବେ ସବୁ ଜାଗାରେ। କାହିଁକିନା ସେକେଣ୍ଡ ଥର ଆସିଲେ ନା, ଏଇ ଜାଗାକୁ ଆପଣ ପୁଣି ଆସିପାରି ନ ଆସିପାରିବେ କହିବନି। ତାପରେ ଏଇଟାର ସ୍ମୃତି ହିସାବରେ ଆପଣ ଫଟୋ ନେଇକି ଯାଇପାରିବେ, ଫଟୋ ହଉ ଭିଡିଓ କରିକି ନେଇକି ଯିବେ। ଟିକେ ପହଞ୍ଚିଲା ଟିକେ ଖରା ହେଇଥିଲା, ବସିବା ଗୋଟେ ସୁବିଧା ନଥିଲା, ତେଣୁ ଜଲ୍ଦି ଏଠୁ ପଳେଇ ଆସିଲୁ ଆମେ। ତେଣୁ ପାର୍କ ଗୁଡା ଆପଣ ଆଇଦର ସକାଳୁ ଯାଆନ୍ତୁ, ନହେଲେ ସନ୍ଧ୍ୟାବେଳେ ଯାଆନ୍ତୁ। କିନ୍ତୁ ରାସ୍ତା ଦେଖନ୍ତୁ ପୁରା ଚକାଚକ, କୋଉଠି ଗୋଟେ କାଗଜ ବି ପଡିନି, ସଫାସୁତୁରା ବହୁତ ଭଲ ଅଛି। ଆଉ ଗାଡିରେ ଗଲାବେଳେ ଆପଣ, ଏଇଟା ମୋଗଲ ଗାର୍ଡେନଟା, ଆଉ ଗାଡିରେ ଗଲାବେଳେ ଆପଣ ଏସି ଦରକାର ନାହିଁ। ଏମିତି ଯଦି ଆପଣ ଖାଲି କାଚ ଖୋଲିକି ବସିବେ ବି ଥଣ୍ଡା ଲାଗିବ। ଯେ ଆପଣ ମାନେ ଜୁନ ମାସ କଥା ମୁଁ କହୁଛି, କାଚ ଖୋଲିକି ବସିବେ ତଥାପି ଥଣ୍ଡା ଲାଗିବ ଆପଣଙ୍କୁ। ଗୋଟେ ପଟ ଲୋକ ଯାଉଛନ୍ତି, ଗୋଟେ ପଟ ଲୋକ ଆସୁଛନ୍ତି। ପ୍ରବଳ ଭିଡ ଥିଲା, ଟ୍ରାଫିକ ଜାମ୍ ବହୁତ ଥିଲା। ଯଦି ଆପଣ ଲେଟ ରେ ବାହାରିବେ ନା, ଟ୍ରାଫିକ ସମସ୍ୟା ହବ। ଆଇଦର ଜଲ୍ଦି ବାହାରି ଯାଆନ୍ତୁ। ଆଉ ଗୋଟେ ଜିନିଷ, ସିକ୍ୟୁରିଟି ପର୍ପସ ଦେଖନ୍ତୁ, ସବୁଠି ଆର୍ମି ବାଲା ଅଛନ୍ତି। ପ୍ରତି 1/2 କିଲୋମିଟର 1 କିଲୋମିଟର ଦୂର ଆପଣ ସିଆରପିଏଫ ଯବାନ ମାନଙ୍କୁ ପାଇବେ ଆମର ଏଠି। ତ ସେଫ୍ଟି ଦୃଷ୍ଟିରୁ ଭଲ। ଆଉ ଏଠି ହଉଛି ଗୋଟେ ନିୟମ କଣ ମୁଁ ଦେଖିଲି, ଯେତେବେଳେ ଆର୍ମିର କନଭୟ ଆସିବ ସେତେବେଳେ ସମସ୍ତେ ସାଇଡ ହେଇକି ଠିଆ ହେବେ। ଦେଖନ୍ତୁ ଗାଡି ଏବେ ଯାଉଛି ବାହାରିଲା, ସବୁ ସାଇଡ ହେଇକି ଠିଆ ହେବେ। ଏବେ ଗଭର୍ଣ୍ଣମେଣ୍ଟ ସବୁ ଜିନିଷ ଆଗ ପାଇଁ ବହୁତ ତତ୍ପର ନେଇକି କାମ କରୁଛନ୍ତି, ଯେ ବହୁତ ଜାଗାରେ ଯବାନ ମାନେ ଅଛନ୍ତି,
ସେ ଦୃଷ୍ଟିରୁ ସେଫ୍ଟି ଦୃଷ୍ଟିରୁ ଆପଣଙ୍କ ପାଇଁ ଭଲ, ଆସିକି ବୁଲିକି ଯାଆନ୍ତୁ। ତ ଇଏ ଥିଲା ଲୋକାଲ ସାଇଟ୍ ସିନ୍ ପାଇଁ। ପୁଣି ଆଉ ଗୋଟେ ଭିଡ଼ିଓ ପୁଣି ଦେଖାହବ। ଆଉ ନୂଆ ନୂଆ ଭିଡ଼ିଓ 4-5ଟା ପଡ଼ିବ, କାହିଁକିନା ସବୁ ଡେ ୱାଇଜ୍ ମୁଁ ପକେଇବି। କାହିଁକିନା ଗୋଟେ ଲମ୍ବା ଭିଡ଼ିଓ ପକେଇଦେଲେ ସବୁ କିଛି ଜିନିଷ ଆପଣଙ୍କୁ କହିହେବନି, ବୁଝି ବି ପାରିବେନି, କିଛି ଜିନିଷ ରହିଯିବ, ଲାଭ କିଛି ହେବନି। ତେଣୁ ଅଳ୍ପ ଅଳ୍ପ କରିକି ଗୋଟେ ଗୋଟେ ଭିଡ଼ିଓ ବନେଇବି। ଆଉ ପାରିବି ଚେଷ୍ଟା କରିବି ସବୁ ଯାକ ମିଶିକି ଗୋଟେ ଭିଡ଼ିଓ ବନେଇବା ପାଇଁ। କିନ୍ତୁ ଏଇ ଲଙ୍ଗ ଭିଡ଼ିଓରେ ହବ କ'ଣ କି ନା ଆପଣ ଡିଟେଲ ସବୁ କିଛି ଜିନିଷ ପାଇପାରିବେ। ଖାଲି ଭିଡ଼ିଓ ବଡ଼ ହେଇଯାଉଛି ମୁଁ କଲିନି। ଦେଖନ୍ତୁ ଯିବା ଆସିବା ରାସ୍ତା ଦେଖନ୍ତୁ କେମିତି ହେଇଛି। ଆମେ ଜାଣିକି ଜୁନ୍ ମାସ ପ୍ଲାନିଂ କରିଥିଲୁ, କାହିଁକିନା ଆମ ଗ୍ରିନେରୀ ଦରକାର ଥିଲା ଦେଖିବା ପାଇଁ। ତ ଠିକ୍ ଅଛି, ଆଉ ଆପଣ ଆସନ୍ତୁ ବୁଲିକି ଯାଆନ୍ତୁ ଫ୍ୟାମିଲି ସହିତ।